ମାନେ ଯେ ଜଣ ଯାକ ବାହାରିଥିଲୁ ପୁରୀ ଯିବା ପାଇଁ ହେଲେ ଯାଇପାରିଲୁନି। ମାନେ ଜଗା କୋଉଠି ନା କାହିଁକି ନା ସେ ଆଣିକି ତାରି ଦ୍ୱାରିକି ପହଞ୍ଚେଇ ଦେଲା। ପୁରୀ ଯିବାର ଆଜି ଥିଲା, ପୁରୀ ଯାଇପାରିଲୁନି ଏଠି ଆସିବୁ। ମାନେ ବହୁତ ମଜା ଲାଗୁଛି, ମାନେ କାହିଁକି ନା ଜଗାକୁ ଯେତେବେଳେ ମାନେ ଭାବନା ମାନେ ଅନ୍ତରରୁ ଯେତେବେଳେ ଭାବିଥିଲୁ ଯିବୁ ବୋଲିକି ମାନେ ଟିକେ ଯାଇପାରିଲୁନି। ସେଥିପାଇଁ ଜଗା ନା ଜଗା ଯେଉଁଠି ଲାଗୁ ଆମକୁ ଦେଖା ଦେଇଦେଲା। ସତରେ ଆଜି ଦେଖିକି ମାନେ ବହୁତ ଖୁସି ଲାଗୁଛି। ସେଠି ଦେଖା ହେଇଥାନ୍ତେ ବଟ୍ ଏଠି ଦେଖା ହେଇଗଲେ ପ୍ରଭୁ। ଜଗା କହିଲେ କାହିଁକି ମୋତେ ଦୂରରୁ ଦେଖିବୁ, ଆସ ମୋ ପାଖକୁ, ଦେଖି ମୋ ଦେଖି ଯା। ପାଖରେ ଦେଖିବୁ। ସତରେ ପୁରୀ ଯାଇଥିଲେ ମାନେ ଖାଲି ବହୁତ ପ୍ରଭୁଙ୍କୁ ଭିଡ଼ରେ ଦେଖିବାକୁ ବଟ୍ ପାଇଥାନ୍ତୁ। ପ୍ରଭୁ ମତେ ହେଲେ କହିଲେ ଆମେ ପ୍ରଭୁ ପାଖରେ ଯେଉଁଠି ନା ଯିବୁ। କାହିଁକି ମାନେ ମନରେ ଥାଉ ଭାବନାରେ ଥାଆନ୍ତୁ, ମାନେ ଯଦି ଆପଣ ଯେମିତି ବି ଚାହିଁବେ ମାନେ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ନିଶ୍ଚିନ୍ତ ଦେଖାଦେବେ। ଯେଉଁଠି ନା କାହିଁକି ଯେଉଁ ବାଟରେ ହେଉନା କାହିଁକି ସେ ଆପଣଙ୍କୁ ଆଣିକି ପହଞ୍ଚେଇ ଦେବେ ତାଙ୍କର ପ୍ରଭୁ ଏତିକି ପ୍ରଭୁଙ୍କ ପାଖରେ ଦୁଆରେ, ବୋଧେ ତାଙ୍କରି ଆମ ଦୁଆରେ। ବି ଭିଡ଼ିଓ ସକ୍ସେସଫୁଲ୍ କରନ୍ତୁ ପ୍ରଭୁ। ଏତିକି ମୁଁ ପ୍ରାର୍ଥନା କରୁଛି ଆମ ଦୁଇ ଜଣଙ୍କ ଲାଇଫ୍ ଭୋଗଟା ହେଲା ସେମିତି ଥାଉ। ଆମ ସବୁବେଳେ ଏମିତି 7 ଜନ୍ମ ପାଇଁ ନିଜ ଯାକ ଜନ୍ମ ହଉ, ଗୋଟେ ଜନ୍ମରୁ 7 ଜନ୍ମ ପାଇଁ ତାଙ୍କ ସିଏ ମୋର ହୁଅନ୍ତୁ। ଦେଖନ୍ତୁ ଭୋଗଟା ଆଣିଛ? ନାଇଁ ଆଣ ହେରି। ଇଏ ହେଉଛି ଜାଗା, ଇଏ ଜାଗା ହେଉଛି କେଉଁଟା କହିଲେ ବ୍ରହ୍ମପୁର ଧରାକୋଟରେ ଜଗନ୍ନାଥ ମନ୍ଦିର। ଆମେ ଆସିକି ପହଞ୍ଚି ଯାଇଛୁ, ମାନେ ପ୍ରୋଗ୍ରାମ୍ ଥିଲା ମୁଁ କହୁଥିଲି ଆମେ କେଉଁଠିକି ଯିବୁ, ସେଇଠି ଆସିକି ପହଞ୍ଚି ଯାଇଛୁ ଧରାକୋଟରେ। ଚାଲନ୍ତୁ।